ଯେହେତୁ ବେଲେବୁଲ ଇନ୍ ନେଚର କେସ୍ଟା ସେକ୍ସନ୍ ଅଛି ତାହେଲେ କୋର୍ଟ ତାକୁ ବିନା ସର୍ତ୍ତରେ ତାକୁ ବେଲ୍ ଆଲାଉ କରିଦେଇଛନ୍ତି। ପୁଣି ସେ ନୃତ୍ୟ ନାଇଁ ସେଟା କୋର୍ଟକୁ କିଛି କୋର୍ଟ ନିର୍ଦ୍ଦେଶ କିଛି ହେଇନି। ଆଜ୍ଞା 20,000 ଟଙ୍କା ଆଉ ଜଣେ କ'ଣ ବେଲ୍ ହଁ ହନରେବୁଲ ହାଇକୋର୍ଟ ଯୋଉଟା ପାସ୍ କରିଥିଲେ ସେଥିରେ 20,000 1 cell 1 ସିକ୍ୟୁରିଟି ସେ ହିସାବରେ ସେ ବେଲ୍ରେ ଆଜି ମଞ୍ଜୁର ବେଲ୍ ଯାଇ ନିଶା ମହାରାଣା ବଲାଙ୍ଗୀର SDM କୋର୍ଟରେ ଆସି ନିଜେ ଭଲେଣ୍ଟିୟର ସରେଣ୍ଡର କରିଛନ୍ତି, ଯେଉଁଥିରେ ହନରେବୁଲ ହାଇକୋର୍ଟଙ୍କ ଅର୍ଡ଼ର ପାସ୍ ହେଇଥିଲା 6/2/2024 ହନରେବୁଲ SDM ବି ତାଙ୍କର ଅର୍ଡ଼ରଟାକୁ ପାସ୍ କରିକି ତାଙ୍କୁ ବେଲ୍ ମଞ୍ଜୁର କରିଥିଲେ। ହଁ ବେଲ୍ଟା ଅଭିଯୋଗ ବିଶେଷ କରି ସେ ପୂର୍ବ କିଛି ଦିନ ଆଗରୁ ଚନ୍ଦନଭାଟି ଠାରେ ଗୋଟେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଆମ ଭାରତୀୟ ନ୍ୟାୟ ସଂହିତା ହିସାବରେ ତାକୁ 3ଟା ଦଫା ଲାଗିଥିଲା। ମୋର ନାଁ ନୀଳାଦ୍ରି ବିହାରୀ ସିଂ, SDM କୋର୍ଟ ଏପି। ଆଜି ନିଶା ମହାରାଣା ବଲାଙ୍ଗୀର SDM କୋର୍ଟରେ ଆସି ନିଜେ ଭଲେଣ୍ଟିୟର ସରେଣ୍ଡର କରିଛନ୍ତି, ଯେଉଁଥିରେ ହନରେବୁଲ ହାଇକୋର୍ଟଙ୍କ ଅର୍ଡ଼ର ପାସ୍ ହେଇଥିଲା 6/2/2024 ହାଇକୋର୍ଟଙ୍କର ଯେଉଁ ନିର୍ଦ୍ଦେଶ ଥିଲା ଯେ ତୁମେ ଲୋୟର କୋର୍ଟରେ ଯାଇ SDM କୋର୍ଟରେ ବଲାଙ୍ଗୀର କମିଶନ କୋର୍ଟରେ ଯାଇକରି ସରେଣ୍ଡର କରନ୍ତୁ। ଆଜି ସେ ଆସିକରି ନିଜେ ଭଲେଣ୍ଟିୟର ସରେଣ୍ଡର କରିଛନ୍ତି ଏବଂ ହନରେବୁଲ SDM ବି ତାଙ୍କର ଅର୍ଡ଼ରଟାକୁ ପାସ୍ କରିକି ତାଙ୍କୁ ବେଲ୍ ମଞ୍ଜୁର କରିଥିଲେ। ହଁ ବେଲ୍ଟା ଅଭିଯୋଗ ବିଶେଷ କରି ସେ ପୂର୍ବ କିଛି ଦିନ ଆଗରୁ ଚନ୍ଦନଭାଟି ଠାରେ ଗୋଟେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଆମ ଭାରତୀୟ ନ୍ୟାୟ ସଂହିତା ହିସାବରେ ତାକୁ 3ଟା ଦଫା ଲାଗିଥିଲା। 296 ଯେଉଁଟା BNSରେ 49ଟା ଆଉ 3/5 BNS ଲାଗିଥିଲା। ଆଉ ଗୋଟେ ଇଣ୍ଡିସେଣ୍ଟ ରିପ୍ରେଜେଣ୍ଟେସନ୍ ଅଫ୍ ଓମେନ୍ସ ପ୍ରୋହିବିସନ୍ ଆକ୍ଟ 19 ସେଠି ଲାଗିଥିଲା, ଯେଉଁଟା ଗୁଡ଼ାକ ସବୁ ସେକ୍ସନ୍। ଆଜ୍ଞା ସର୍ତ୍ତ କିଛି ରହିଲା ଏଠି ସର୍ତ୍ତ ଯେହେତୁ ବେଲେବୁଲ ଇନ୍ ନେଚର କେସ୍ଟା ସେକ୍ସନ୍ ଅଛି ତାହେଲେ କୋର୍ଟ ତାକୁ ବିନା ସର୍ତ୍ତରେ ତାକୁ ବେଲ୍ ଆଲାଉ କରିଦେଇଛନ୍ତି। ପୁଣି ସେ ନୃତ୍ୟ ନାଇଁ ସେଟା କୋର୍ଟକୁ କିଛି କୋର୍ଟ ନିର୍ଦ୍ଦେଶ କିଛି ହେଇନି। ଆଜ୍ଞା 20,000 ଟଙ୍କା ଆଉ ଜଣେ କ'ଣ ବେଲ୍ ହଁ ହନରେବୁଲ ହାଇକୋର୍ଟ ଯୋଉଟା ପାସ୍ କରିଥିଲେ ସେଥିରେ 20,000 1 cell 1 ସିକ୍ୟୁରିଟି ସେ ହିସାବରେ ସେ ବେଲ୍ରେ ଆଜି ମଞ୍ଜୁର ବେଲ୍ ଯାଇ